हेलो फ्रेंड्स नमस्कार चलନ୍ତୁ ଆଜି ଜାଣିନେବା ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ଦେବା। ଆଉ ପ୍ରଥମ ଥରକ ଯଦି ଆମ ଚ୍ୟାନେଲକୁ ଆସିଛ ବୋଲେ ଗୋଟେ ସବସ୍କ୍ରାଇବ୍ କରିଦିଅ ଆଉ ଭିଡ଼ିଓଟାକୁ ଲାଷ୍ଟ ଯାଏ ଦେଖ କି ଦେଶ ବିଦେଶର କିଛି ଟପ୍ ନ୍ୟୁଜ୍ ଉପରେ ଆମେ ନଜର ଦେବା। ଆଜିର ପ୍ରଥମ ଖବର ବିଶ୍ୱର ରଚିବ କୋକା ମାଡ଼ି ଆସୁଛି ଭୟଙ୍କର ଘୂର୍ଣ୍ଣିବାତ୍ୟା ପାଣିପାଗ ବିଭାଗ ଆଲର୍ଟ ପରେ ଏବେ ସବୁଠି ଚହଳ ପ୍ରଶାନ୍ତ ମହାସାଗର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ଦିନକୁ ଦିନ ଭୟଙ୍କର ରୂପ ଧାରଣ କରିଛି। ତେବେ ଆସନ୍ତୁ ଜାଣିବା ଏହାର ପ୍ରଭାବ କେଉଁ କେଉଁ ସ୍ଥାନରେ ପ୍ରଭାବିତ ହେବ। ଏହି ଘୂର୍ଣ୍ଣିବାତ୍ୟାର ନାଁ କୋକା ବୋଲି ରଖାଯାଇଛି। ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ଯେ ପ୍ରଶାନ୍ତ ମହାସାଗର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା କୋକା ବେଗ ପୁଣି ଥରେ ବୃଦ୍ଧି ପାଇଛି। ଏବେ ବିପଦପୂର୍ଣ୍ଣ କ୍ୟାଟାଗୋରୀ 4 ଶତକଡ଼ା ପରିଣତ ହୋଇଛି। ଏହାର ପ୍ରଭାବ ଆଗାମୀ କିଛି ଦିନ ମଧ୍ୟରେ ହାଇୱେ ଦ୍ୱୀପପୁଞ୍ଜରେ ଉପରେ ଅନୁଭୂତ ହୋଇପାରେ। ପରବର୍ତ୍ତୀ ଖବର ଆଜି ଚନ୍ଦ୍ରଗ୍ରହଣ। ଆଜି ଚଳିତ ବର୍ଷର ତୃତୀୟ ଚନ୍ଦ୍ରଗ୍ରହଣ ଭାଦ୍ରବ ଶୁକ୍ଲପକ୍ଷ ପୂର୍ଣ୍ଣିମା ପଡ଼ୁଥିବା ଚନ୍ଦ୍ରଗ୍ରହଣ। ଅନ୍ୟପଟେ ପୂର୍ଣ୍ଣିମାରେ ମଧ୍ୟ ପିତୃତତ୍ୟ ଆରମ୍ଭ ହୋଇଛି। ରାତିରେ ଆକାଶ ସଂଘଟିତ ହେବ ଓ ମହାଜାଗତ ସୃଷ୍ଟି ହେବ। ରାତି 9:58ରେ ଗ୍ରହଣ ସ୍ପର୍ଶ କରିବା ଓ ରାତି 1:28ରେ ଗ୍ରହଣ ଶେଷ ହେବ। ପ୍ରାୟ 3 ଘଣ୍ଟା 28 ମିନିଟ୍ ପର୍ଯ୍ୟନ୍ତ ଚାଲି ରହିବ ଚନ୍ଦ୍ରଗ୍ରହଣ। ଜ୍ୟୋତିଷ ଶାସ୍ତ୍ର ଚନ୍ଦ୍ରଗ୍ରହଣ ଗୁରୁତ୍ୱପୂର୍ଣ୍ଣ ମାନ୍ୟତା ଦିଆଯାଇଛି। ଗଣନା କରି ଜ୍ୟୋତିଷଙ୍କ ଗ୍ରହଣର 9 ଘଣ୍ଟା ପୂର୍ବରୁ ପାତତ୍ୟାଗ କରିବାକୁ ପରାମର୍ଶ ଦେଇଛନ୍ତି। ମଧ୍ୟାହ୍ନ 12:58ରେ ପାକତ୍ୟାଗ କରିବାକୁ କହିଛନ୍ତି। ଆଜିଠୁ ପିତୃ ଶ୍ରଦ୍ଧା ଆରମ୍ଭ ହୋଇଥିବାରୁ ଚନ୍ଦ୍ରଗ୍ରହଣ ସ୍ପଷ୍ଟ ପୂର୍ବରୁ ଶ୍ରଦ୍ଧା ଓ ଦେବନୀତି ସମନ୍ୱିତ କରିବାକୁ ପରାମର୍ଶ ଦିଆଯାଇଛି। ପରବର୍ତ୍ତୀ ଖବର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ରାଜ୍ୟ ସରକାର ଜନସାଧାରଣଙ୍କୁ ଅଭିଯୋଗ ଗୁଡ଼ିକ ପ୍ରତୀକ୍ଷା ଶୁଣାଣି କରିଛନ୍ତି। ଏହି କ୍ରମେ ସେମାନଙ୍କୁ ଅସୁବିଧା ବୁଝିବା ପାଇଁ ଆବଶ୍ୟକତା ହେଲେ ବିଭିନ୍ନ ଜିଲ୍ଲାରେ କ୍ୟାବିନେଟ୍ ବୈଠକ କରାଯିବ ବୋଲି ଶନିବାର ସମ୍ବଲପୁରରେ ରାଜ୍ୟସ୍ତରୀୟ ନୂଆଖାଇ ଭେଟଘାଟରେ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପାରିବାରିକ ପ୍ରେମ ଓ ସମୃଦ୍ଧି ପ୍ରତୀକ ହେଉଥିବା ନୂଆଖାଇ ଏହା କେବଳ ପଶ୍ଚିମ ଓଡ଼ିଶାରେ ସୀମିତ ରହିଛି ତାହା ନୁହେଁ, ଏହାକୁ ସମଗ୍ର ରାଜ୍ୟବାସୀଙ୍କ ସହ ଦେଶ ବିଦେଶରେ ମଧ୍ୟ ପାଳନ କରାଯାଇଛି। ସମ୍ବଲପୁରଠାରେ ଶନିବାର ସନ୍ଧ୍ୟାରେ ଆୟୋଜିତ ରାଜ୍ୟସ୍ତରୀୟ ନୂଆଖାଇ ଭେଟଘାଟ ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଉଦ୍ଘାଟନ କରିଥିଲେ ମୋହନ ଚରଣ ମାଝୀ। ପରବର୍ତ୍ତୀ ଖବର କ୍ରିକେଟ ଷ୍ଟାଡିୟମରେ ଭୟଙ୍କର ବ୍ଲାଷ୍ଟ। ପାକିସ୍ତାନ ଷ୍ଟାଡିୟମରେ ଭୟଙ୍କର ବିସ୍ଫୋରଣ। କ୍ରିକେଟ ମ୍ୟାଚ୍ ଚାଲୁଥିବା ବେଳେ ଫୁଟିଲା ବୋମା। ପାକିସ୍ତାନର ଉତ୍ତର ପଶ୍ଚିମ ଖାଇବର ପଖତୁନା ପ୍ରଦେଶର ଏକ କ୍ରିକେଟ ମ୍ୟାଚ୍ ଚାଲିଥିଲା ସମୟରେ ଷ୍ଟାଡିୟମରେ ବିସ୍ଫୋରଣ। ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକଙ୍କ ଆହତ ହୋଇଥିବା ଜଣାପଡ଼ିଛି। ବୈଜାର ଜିଲ୍ଲାର ଖାତା ତହସିଲ କୌଣସି କ୍ରିକେଟ ଗ୍ରାଉଣ୍ଡରେ ବିସ୍ଫୋରଣ ଘଟିଛି। ବୈଜାର ଜିଲ୍ଲାର ପୋଲିସ ଅଧିକାରୀ ୱାସ୍ କଫିଂ ନିଶ୍ଚିତ କରିଛନ୍ତି ଯେ ବିସ୍ଫୋରଣ ଆଇଟିଆଇ ମାଧ୍ୟମକ କରାଯାଇଛି। ସେହି କହିଛନ୍ତି ଏହା ଏକ ଟାର୍ଗେଟ ଆକ୍ରମଣ ପରି ମନେ ପଡ଼ିଛି। ପରବର୍ତ୍ତୀ ଖବର ନାବାଳିକାଙ୍କୁ କାର୍ ଭିତରେ ବଳାତ୍କାର। ରିଙ୍ଗାବାଡ଼ି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଥାନାର ଅଞ୍ଚଳ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ପରିବାର ଲୋକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଦାରିଙ୍ଗବାଡ଼ି ପୋଲିସ ଘଟଣା ସ୍ଥଳକୁ ଗୁରୁତର ନେଇ ପୋକ୍ସ ଆଇନର ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଘଟଣା ପରେ ଅଭିଯୁକ୍ତ ଫେରାର ରହିଥିବାର ପୋଲିସ କହିଛନ୍ତି। ପ୍ରକାଶ ଯେ ନାବାଳିକା ଜଣକ ଗତ ଅଗଷ୍ଟ 31ରେ ନିଜ ବଡ଼ ଭଉଣୀ ଘରକୁ ବୁଲି ଆସିଥିଲା। ତେବେ ଶୁକ୍ରବାର ସନ୍ଧ୍ୟାରେ ଭଉଣୀଙ୍କ ଘରଠାରୁ କିଛି ଦୂରରେ ଗଣେଶ ମୂର୍ତ୍ତି ଭସାଣି ପାଇଁ ବିରାଟ ଶୋଭାଯାତ୍ରା ଥିଲା। ସେହି ସମୟରେ ନାବାଳିକାକୁ କାର୍ ଭିତରେ ଦୁଷ୍କର୍ମ କରିଲେ। ପରବର୍ତ୍ତୀ ଖବର ନବୀନ ପଟ୍ଟନାୟକ ଭୁବନେଶ୍ୱର 4 ନୂଆଦିଲ୍ଲୀ ଗ୍ରସ୍ତ ବିଜେଡି ସଭାପତି ନବୀନ ପଟ୍ଟନାୟକ 9 ତାରିଖ ଉପରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ନବୀନ ପଟ୍ଟନାୟକ ଗ୍ରସ୍ତ
ଦିଲ୍ଲୀ ଗସ୍ତ ନେଇ ଚର୍ଚ୍ଚା ରହିଛି। ତେବେ ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଆଉ ଗୋଟିଏ ଦିନ ପରେ ପଡ଼ିବ ଉପରାଷ୍ଟ୍ରପତିର ନିର୍ବାଚନ ଭେଟ। ଏବେ ପର୍ଯ୍ୟନ୍ତ ନିର୍ବାଚନର ବିଜେଡି ତାହାକୁ ସମର୍ଥନ ହେବ ସେ ନେଇ କିଛି ବି ସ୍ପଷ୍ଟ ହୋଇନି। ଚର୍ଚ୍ଚାରେ ଏହି ଗସ୍ତରେ ନବୀନ ବିଜେଡି କିଛି ବଡ଼ ନେତାଙ୍କୁ ଭେଟି ଆଲୋଚନା କରିପାରନ୍ତି। ଏହା ସହ ପିଏମ ମୋଦିକୁ ମଧ୍ୟ ଭେଟି ପାରନ୍ତି ବୋଲି କୁହାଯାଇଛି। ତେଣୁ କୋଉଠି ନା କୋଉଠି ନବୀନ ପଟ୍ଟନାୟକଙ୍କ ଉପରେ ଏକ ସମସ୍ତର ନଜର ରହିଛି। ପରବର୍ତ୍ତୀ ଖବର ଲଘୁଚାପ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ସମସ୍ତ ଜିଲ୍ଲାରେ ଅଳ୍ପ ବହୁତ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏକ ସାଂଘାତିକ ସୂଚନା ଦିଆଯାଇଛି ଯେ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆଜି ରାଜ୍ୟରେ ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ପ୍ରବଳ ସାଂଘାତିକ ବିଜୁଳି ସହ ଘଡ଼ଘଡ଼ି ସମ୍ଭାବନା ରହିଛି। ଏଥିପାଇଁ ଉପଯୁକ୍ତ ଜିଲ୍ଲାଗୁଡ଼ିକ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉପଯୁକ୍ତ 5 ଜିଲ୍ଲା ବ୍ୟତୀତ ଅନ୍ୟ 25 ଜିଲ୍ଲାରେ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ସହ ସମ୍ଭାବନା ଅଛି। ସୋମବାର ବର୍ଷାର ବିସ୍ତୃତ ସମସ୍ୟା ହ୍ରାସ ପାଇବା ମାତ୍ର ମଙ୍ଗଳବାରରେ ବୁଧବାର ବର୍ଷାର ବିସ୍ତୃତ ବଢ଼ିବ। ଉକ୍ତ 2 ଦିନ ରାଜ୍ୟରେ ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ଓ ଗୁରୁବାର ଦିନ ପାଗ ଶୁଖିଲା ରହିବ। ଏହା ପାଣିପାଗ କେନ୍ଦ୍ରରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଖବର ଦ୍ୱୀପ ପାଇଁ ଭାରତ ଡରାଇଲା ଶ୍ରୀଲଙ୍କା। କଚ୍ଛାଭୂତ ଦ୍ୱୀପ ନେଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ରହି ଆସୁଅଛି। ସବୁଠାରୁ ଅଧିକ ଅସୁବିଧା ଭାରତୀୟ ମତ୍ସ୍ୟଜୀବୀମାନଙ୍କ ହେଉଛି। କାରଣ ମାଛ ଧରିବା ସମୟରେ ଶ୍ରୀଲଙ୍କା ସେନାର ସେମାନଙ୍କୁ ଗିରଫ କରି ନିର୍ଯାତନା ଦେଉଛନ୍ତି। ଏପରିକି ଶ୍ରୀଲଙ୍କା ସେନାର ଜାହାଜରେ ଅନେକ ଭାରତୀୟ ମତ୍ସ୍ୟଜୀବୀ ମୃତ୍ୟୁ ମଧ୍ୟ ହୋଇଛି। ଏହି କାରଣରୁ ତାମିଲନାଡୁ ପାଇଁ କଚ୍ଛାଭୂତ ଦ୍ୱୀପ ସର୍ବଦା ଅତି ସମ୍ବେଦନଶୀଳ ରହି ଆସୁଛି। କିନ୍ତୁ ଏପରି ପରିସ୍ଥିତିରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରାଗ କୁମାର ହଠାତ୍ ଉଚ୍ଚ ଦ୍ୱୀପ ଉପରେ ପହଞ୍ଚିଥିଲେ। ପରବର୍ତ୍ତୀ ଖବର ଜିଏସଟିର ଲାଭ ମୁଁ ନିଜେ ତଦାରଖ କରିବି। ନିକଟରେ ଜିଏସଟି ବ୍ଲାସ୍ର ପରିବର୍ତ୍ତନ ହୋଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଜାରି ରିପୋର୍ଟ କରିଛି ଯେ ଜିଏସଟି ସଂସ୍କାର ଦ୍ୱାରା ଲାଭବାନ ହେଉଥିବା ଅନେକ ରାଜ୍ୟର ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପ୍ରସ୍ତୁତି ଦେଇଛନ୍ତି ଯେ ସେ ବ୍ୟକ୍ତିଗତ ଭାବେ ଜିଏସଟିର ହ୍ରାସ ଲାଭ ଉପଭୋକ୍ତା ନିକଟ ପହଞ୍ଚୁଛି କି ନାହିଁ ତାହା ଉପରେ ନଜର ରଖିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହା ଠିକ୍ ଭାବରେ କାର୍ଯ୍ୟକାରୀ ହେଉନାହିଁ। ମୁଁ ବ୍ୟକ୍ତିଗତ ଭାବେ ପରିସ୍ଥିତି ଉପରେ ନଜର ରଖିବି। ସେ ନାଗରିକମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଯେ ମୂଲ୍ୟ ହ୍ରାସ କରାଯାଇ ଜିନିଷଗୁଡ଼ିକ ଯଦି କମ୍ ମୂଲ୍ୟରେ ନ ମିଳେ ତେବେ ଏହାର ସୂଚନା ଦିଅ। କାରଣ ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଦେଶରେ ବିଭିନ୍ନ ପ୍ରସ୍ତାରଣ ଅନେକ ଲୋକ ମୋତେ କହିଛନ୍ତି ଯେ ଏହା ସ୍ୱତନ୍ତ୍ର ଯୋଗ୍ୟ ପଦକ୍ଷେପ ନିଅନ୍ତୁ। ପରବର୍ତ୍ତୀ ଖବର ବଡ଼ ଖବର ଏସିଆ କପ୍ କାହିଁକି ଖେଳାଯିବ ନାହିଁ? ଭାରତ ଓ ପାକିସ୍ତାନ ମୁକାବିଲା ଫ୍ୟାନ୍ସି ଚୁକ୍ତି ଝଟକା ଆସନ୍ତୁ ଜାଣିବା। ଓଡ଼ିଶା ଆମ ଉପରେ ପ୍ରତିବନ୍ଧକ ଲାଗିପାରେ ଏସିଆ କପ୍ରେ ଭାରତ ପାକିସ୍ତାନ ମ୍ୟାଚ୍କୁ ନେଇ ଏଭଳି କହିଛନ୍ତି ବିସିସିଆଇ ସଚିବ ଦେବଜିତ ସୈନିକ। ସେ ସ୍ପଷ୍ଟ କରିଛନ୍ତି ଯେ ଏସିଆ କପ୍ 2025ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଉପରେ କୌଣସି ପ୍ରତିବନ୍ଧକ ଲାଗିଯିବ ନାହିଁ। କେନ୍ଦ୍ର ସରକାର ନୀତି ଅନୁଯାୟୀ ଟିମ୍ ଇଣ୍ଡିଆ ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ସମସ୍ତ ଦେଶରେ ସହିତ ଖେଳିବ। ପରବର୍ତ୍ତୀ ଖବର 5 ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କ। ଭୁବନେଶ୍ୱରରେ ପାଣିପାଗରୁ ଜାଣିବା ଆସନ୍ତୁ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏବଂ ଏହାର
ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ସହିତ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଗତକାଲି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ଆସନ୍ତା 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ପ୍ରବଳ ବର୍ଷା